ଜୀବନର ଶତ୍ରୁ ଧୋକା ଦେଲେ ଯେତିକି କଷ୍ଟ ହୁଏନି ତାଠାରୁ ଅଧିକ କଷ୍ଟ ହୁଏ ଯେତେବେଳେ ନିଜର ଭାଇ ବନ୍ଧୁ ସାଙ୍ଗସାଥୀ କିମ୍ବା ଘର ଲୋକ ଧୋକା ଦିଅନ୍ତି। ଏ ଭିଡ଼ିଓରେ ଆପଣ ଜାଣିବେ ନିଜ ଲୋକ ଧୋକା ଦେଲେ କ'ଣ କରିବେ, ଧୋକା ପରେ ନିଜକୁ କିପରି ଶକ୍ତିଶାଳୀ କରିବେ। ପ୍ରତିଶୋଧ ନୁହେଁ, ସଫଳତା କାହିଁକି ସବୁଠୁ ବଡ଼ ଉତ୍ତର ହେଇଥାଏ। ଯଦି ଆପଣ କେବେ ନିଜ ଲୋକମାନଙ୍କ ଠାରୁ ଧୋକା ପାଇଛନ୍ତି ତେବେ ଏହି ଭିଡ଼ିଓ କେବଳ ଆପଣଙ୍କ ପାଇଁ। ତେବେ ଚାଲନ୍ତୁ ଆଜିର ଏହି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସାଙ୍ଗମାନେ, ଆଜି ଯେଉଁ କଥା ମୁଁ କହିବି ସେଇ କଥା ହୁଏତ ତମ ହୃଦୟକୁ ଛୁଇଁଯିବ। କାରଣ ଶତ୍ରୁ ଧୋକା ଦେଲେ ଯେତିକି କଷ୍ଟ ହୁଏନି ତାଠାରୁ 1000 ଗୁଣ ଅଧିକ କଷ୍ଟ ହୁଏ ଯେତେବେଳେ ନିଜ ଲୋକମାନେ ଧୋକା ଦିଅନ୍ତି। ଯେଉଁ ଭାଇକୁ ତମେ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥିଲ, ଯେଉଁ ବନ୍ଧୁବାନ୍ଧବକୁ ତମେ ନିଜ ଜୀବନର ରହସ୍ୟ କହିଥିଲ, ଯେଉଁ ସାଙ୍ଗସାଥୀ ମାନଙ୍କୁ ତମେ ନିଜର ବୋଲି ଭାବିଥିଲ, ସେଇ ଲୋକ ଯେତେବେଳେ ପଛରୁ ଛୁରୀ ମାରନ୍ତି ସେତେବେଳେ ମଣିଷଟି ଭାଙ୍ଗି ପଡ଼େ। ତାର ବିଶ୍ୱାସ ଭାଙ୍ଗିଯାଏ, ତାର ହୃଦୟ ଭାଙ୍ଗିଯାଏ, ଆଉ କେବେ କେବେ ତାର ଜୀବନ ମଧ୍ୟ ବଦଳିଯାଏ। କିନ୍ତୁ ସାଙ୍ଗମାନେ, ଆଜି ମୁଁ ତମକୁ ଗୋଟେ କଡ଼ା ସତ୍ୟ କହିବି। ଏଇ ଦୁନିଆରେ କେହି ବି ସବୁଦିନ ପାଇଁ ତମର ନୁହଁ। ସମୟ ବଦଳେ, ପରିସ୍ଥିତି ବଦଳେ, ଆଉ ତା ସହିତ ଅନେକ ଲୋକମାନେ ମଧ୍ୟ ବଦଳି ଯାଆନ୍ତି। ସାଙ୍ଗମାନେ, ଯଦି ତମ ଭାଇ ଧୋକା ଦେଇଛି, ଯଦି ତମ ସାଙ୍ଗ ଧୋକା ଦେଇଛି, ଯଦି ତମ ନିଜ ଲୋକ ତମକୁ ଛାଡ଼ିକି ଚାଲି ଯାଇଛନ୍ତି, ତାହେଲେ କ'ଣ କରିବେ? ପ୍ରଥମେ ନିଜକୁ ଦୋଷ ଦେବା ବନ୍ଦ କର। କାରଣ ସମସ୍ତଙ୍କୁ ଭଲ ପାଇବା ତମର ଭୁଲ ନୁହଁ, କିନ୍ତୁ ଭୁଲ ଲୋକକୁ ଚିହ୍ନି ନ ପାରିବା ଜୀବନର ଗୋଟେ ବଡ଼ ଶିକ୍ଷା। ସାଙ୍ଗମାନେ, ଧୋକା ମିଳିଲା ପରେ ନା ଅନେକ ଲୋକ ପ୍ରତିଶୋଧ ନେବା ପାଇଁ ଚାହାନ୍ତି, କିନ୍ତୁ ମନେ ରଖ, ପ୍ରତିଶୋଧ କେବେ ବି ଶାନ୍ତି ଦିଏନି। ପ୍ରତିଶୋଧ ତମ ହୃଦୟରେ ଆହୁରି ଅଧିକ ବିଷ ଭରି ଦେଇଥାଏ। ସେଥିପାଇଁ କାହାକୁ କ୍ଷତି କରିବା ପାଇଁ ନୁହେଁ, ବରଂ ନିଜକୁ ଭଲ କରିବା ପାଇଁ ସମୟ ଦିଅ। ସାଙ୍ଗମାନେ, ଧୋକା ଦେଇଥିବା ଲୋକକୁ ନା ନିଜ ଜୀବନରୁ ବାହାର କରିଦିଅ, କିନ୍ତୁ ତା ପାଇଁ ନିଜ ଜୀବନର ଶାନ୍ତିକୁ ନଷ୍ଟ କରନି। କାରଣ ଯିଏ ତମକୁ ଧୋକା ଦେଇଛି ସେ ତମ ଲୁହର ଯୋଗ୍ୟ ନୁହଁ। ସାଙ୍ଗମାନେ, ଜୀବନର ସବୁଠୁ ବଡ଼ ଶିକ୍ଷକ ହେଉଛି ଧୋକା। କାରଣ ବହି ତମକୁ ଜ୍ଞାନ ଦିଏ, କିନ୍ତୁ ଧୋକା ତମକୁ ଲୋକ ଚିହ୍ନିବା ଶିଖାଏ। ଆଜି ଯେଉଁ ଲୋକ ତମକୁ ଛାଡ଼ିକି ଚାଲିଗଲେ, ଗୋଟେ ଦିନ ସେଇ ଲୋକମାନେ ତମ ସଫଳତା ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ। କିନ୍ତୁ ସେଥିପାଇଁ ତମେ ଆଜି ଭାଙ୍ଗି ପଡ଼ିଲେ ହବନି, ତମକୁ ଲଢ଼ିବା ପାଇଁ ପଡ଼ିବ। ତମେ ନିଜକୁ ଏତେ ଶକ୍ତିଶାଳୀ ବନାଅ କି ଯିଏ ତମକୁ ଛାଡ଼ିକି ଯାଇଥିଲା ସେ ଗୋଟେ ଦିନ ତମକୁ ହରେଇ ଦିବା ପାଇଁ ପଶ୍ଚାତାପ କରୁ। ସାଙ୍ଗମାନେ, କେବେ କେବେ ଭଗବାନ ତମ ଜୀବନରୁ କେତେକ ଲୋକଙ୍କୁ ବାହାର କରିଦିଅନ୍ତି, କାରଣ ସେମାନେ ତମ ଭବିଷ୍ୟତ ପାଇଁ ଠିକ୍ ନୁହନ୍ତି। ସେଥିପାଇଁ ପ୍ରତ୍ୟେକ ଧୋକାକୁ ଅଭିଶାପ ବୋଲି ଭାବନି। କେତେକ ଧୋକା ତମକୁ ଆହୁରି ଅଧିକ ଶକ୍ତିଶାଳୀ କରିବା ପାଇଁ ଆସିଥାଏ। ଭିଡ଼ିଓର ଶେଷରେ ବାସ୍ ଏତିକି କହିବା ପାଇଁ ଚାହୁଁଛି ସାଙ୍ଗମାନେ, ଯଦି ଆଜି ତମ ନିଜ ଲୋକ ତମକୁ ଧୋକା ଦେଇଛନ୍ତି, ତମେ କାନ୍ଦିପାର, କଷ୍ଟ ପାଇପାର, କିନ୍ତୁ ମୋ ଭାଇଟା ପରା, ହାର ମାନନି। ମନେ ରଖ, ଧୋକା ତମ ଜୀବନର ଶେଷ ନୁହେଁ, ଏହା ଗୋଟେ ନୂତନ ଆରମ୍ଭ। ଯିଏ ତମକୁ ଛାଡ଼ିଦେଲା ତାକୁ ଭୁଲିଯାଅ, ଯିଏ ତମକୁ ଭାଙ୍ଗିଦେଲା ତାକୁ କ୍ଷମା କରିଦିଅ, ଆଉ ନିଜ ଜୀବନକୁ ଏମିତି ବଦଳାଅ ଯେ ଗୋଟେ ଦିନ ତମ ସଫଳତା ହିଁ ସବୁଠୁ ବଡ଼ ଉତ୍ତର ହେଇଯାଉ। ଜୟ ହିନ୍ଦ।